ଜୟ ଜଗନ୍ନାଥ ସାୟନ ଓଡ଼ିଆ ଟେକ୍କୁ ଆପଣମାନଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ବର୍ତ୍ତମାନ ପିଏମ୍ ଉଜ୍ଜ୍ୱଳା ଯୋଜନା ଆସିଛି ବହୁତ ବଡ଼ ଘୋଷଣା। ଏଥିରେ ଦେଶର ପ୍ରାୟ 10 କୋଟିରୁ ଉର୍ଦ୍ଧ୍ୱ ପିଏମ୍ ଉଜ୍ଜ୍ୱଳା ହିତାଧିକାରୀ ବର୍ତ୍ତମାନ ଏହି ସୁବିଧା ପାଇବେ। ବର୍ତ୍ତମାନ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ବହୁତ ବଡ଼ ନିଷ୍ପତ୍ତି ଯେ ଆଗାମୀ ବର୍ଷ ପାଇଁ ମାଗଣାରେ ଏହି ସୁବିଧା ଦିଆଯିବ। ତା ସହିତ ଉଜ୍ଜ୍ୱଳା ଯୋଜନାରେ ବର୍ତ୍ତମାନ କ'ଣ ରହିଛି ଲାଟେଷ୍ଟ ଅପଡ଼େଟ୍ ଆପଣମାନଙ୍କୁ ମୁଁ କହିବି। ତେଣୁ ଭିଡ଼ିଓଟିକୁ ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଦର୍ଶକ ବନ୍ଧୁ, ବର୍ତ୍ତମାନ ପିଏମ୍ ଉଜ୍ଜ୍ୱଳା ଯୋଜନାରେ ବା ହିତାଧିକାରୀମାନଙ୍କ ପାଇଁ ବହୁତ ବଡ଼ ଘୋଷଣା। ଏଥିରେ କ୍ୟାବିନେଟ୍ ବା କେନ୍ଦ୍ର କ୍ୟାବିନେଟ୍ର ବହୁତ ନିଷ୍ପତ୍ତି ନିଆଯାଇଛି। ତେଣୁ ସମସ୍ତ ଉଜ୍ଜ୍ୱଳା ଯୋଜନା ହିତାଧିକାରୀ ଏହି ସୁବିଧା ପାଇବେ। କ'ଣ ରହିଛି ନା ହିତାଧିକାରୀମାନେ 24-25 ଆର୍ଥିକ ବର୍ଷରେ ଏଥିରେ 300 ଟଙ୍କା ସବସିଡ଼ି ଆପଣମାନଙ୍କୁ ମିଳିବ। ତେଣୁ ବର୍ଷକୁ ଆପଣ 12ଟି ଗ୍ୟାସ୍ ରହିଛି ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ। ତେଣୁ ଏହି ଅନୁସାରେ ପ୍ରତ୍ୟେକ ଗ୍ୟାସ୍ରେ ଆପଣମାନଙ୍କ ପାଇଁ 300 ଟଙ୍କା ସବସିଡ଼ି ରହିବ। ତେଣୁ କେନ୍ଦ୍ର ସରକାର 200 ଟଙ୍କା ଦେଉଥିଲେ, ବର୍ତ୍ତମାନ ଅକ୍ଟୋବର ମାସ ଠାରୁ ଏଥି ବର୍ଦ୍ଧିତ ଭାବରେ 300 ଟଙ୍କା ଆପଣ ବ୍ୟାଙ୍କ ଆକାଉଣ୍ଟକୁ ସବସିଡ଼ି ଆକାରରେ ଆସିବ। ଏ ଥିଲା କେନ୍ଦ୍ର ସରକାରଙ୍କ ବହୁତ ବଡ଼ ନିଷ୍ପତ୍ତି। ତେଣୁ ସମସ୍ତ ଉଜ୍ଜ୍ୱଳା ଯୋଜନା ହିତାଧିକାରୀ ବର୍ତ୍ତମାନ 300 ଟଙ୍କା ଲେଖାଏଁ ସବସିଡ଼ି ପଇସା ଆପଣ ବ୍ୟାଙ୍କ ଖାତାକୁ ରିଟର୍ଣ୍ଣ ଆସିବ।